କରଣ ଏ ସବୁ ଜିନିଷର ଭୂମିକାକୁ ନିର୍ବାହ କରେ। ଉଚ୍ଚ ଶିକ୍ଷାରୁ ବଞ୍ଚିତ ରଖିବା, ଯୌତୁକ ନିର୍ଯାତନା କରିବା, ବଳାତ୍କାର ଭଳି ଘଟଣାମାନ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ଉପଯୁକ୍ତ ସୁବିଧା ସୁଯୋଗ ପାଇପାରିଲେ ନାରୀଟିଏ ସବୁ କିଛି କରିପାରିବ। ନାରୀଟିଏ କେତେବେଳେ କିଛି ସବୁ କିଛି କରିପାରିବ। ଉପଯୁକ୍ତ ପରିବେଶ ପାଇଲେ, ଉପଯୁକ୍ତ ସୁବିଧା ସୁଯୋଗ ପାଇଲେ ତ କେହି ବି କିଛି କରିପାରିବେ। ପିଲାଟିଏ ଯେତେବେଳେ ଜନ୍ମ ହୋଇଥାଏ ତାକୁ ଯଦି ଉପଯୁକ୍ତ ପରିବେଶ ନ ଦିଆଯାଏ ସେ ତ ଶିକ୍ଷା ଗ୍ରହଣ କରିପାରିବ ନାହିଁ ନା। ତେଣୁ ସବୁ ପିଲା ସମାନ, ସେ ପୁରୁଷ ହେଇଥାଉ କି ନାରୀ ହେଇଥାଉ। ଶିଶୁଟିଏ ଶିଶୁ ହେଇଥାଏ, ତାକୁ ସବୁ ଜିନିଷର ଉପଯୁକ୍ତ ସମୟରେ ଉପଯୁକ୍ତ ଜିନିଷ ଦେଲେ ହିଁ ସେ ଡେଭଲପ କରିପାରିବ। ଏହି ମାଟିରେ ସେଇ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ଗାର୍ଗୀ, ଇନ୍ଦିରା ଗାନ୍ଧୀ, କିରଣ ବେଦୀ ଏବଂ ଦ୍ରୌପଦୀ ମୁର୍ମୁଙ୍କ ଭଳି ମହିଳାମାନେ ଜନ୍ମ ନେଇଛନ୍ତି। ତେଣୁ ନାରୀ ଯେ ସବୁ କାର୍ଯ୍ୟ ପାଇଁ ସମର୍ଥ, ଏଥିରେ ତିଳେ ମାତ୍ର ଅବକାଶ ନାହିଁ। ନାରୀ ସବୁ କାର୍ଯ୍ୟ ସମ୍ପାଦନ କରିପାରିବ, ଏଥିରେ ତିଳେ ମାତ୍ର ଅବକାଶ ନାହିଁ। ଆଜିକାଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାରୀ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେପରିକି ଶିକ୍ଷା, ଚାକିରୀ କ୍ଷେତ୍ରରେ ସୁବିଧା, ରାଜନୀତିରେ ଭାଗିଦାର ତଥା ଯୌତୁକ ପୈତୃକ ସମ୍ପତ୍ତିରୁ ସମାନ ଅଧିକାର ପାଇବାର ନିଷ୍ପତ୍ତି ଦିଆଯାଇଛି। ଦେଖନ୍ତୁ ଭାରତୀୟ ସମ୍ବିଧାନରେ ମଧ୍ୟ ମହିଳାମାନଙ୍କର ସମାନ ଅଧିକାର ପାଇଁ ପାଇବାର କ୍ଷମତା ବ୍ୟବସ୍ଥା ରହିଛି। ମାନେ କି ରହିଲେ ଯୋଉ ଭାରତୀୟ ସମ୍ବିଧାନ ସେଥିରେ ମଧ୍ୟ ମହିଳାମାନଙ୍କର ସମାନ ଅଧିକାର ପାଇବାର ବ୍ୟବସ୍ଥା ରହିଛି। ପ୍ରତିବର୍ଷ ମାର୍ଚ୍ଚ ମାସ 8 ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ। ମନେ ରଖନ୍ତୁ, ଆନ୍ତର୍ଜାତିକ ମହିଳା ଦିବସଟା କେବେ ପାଳିତ ହୁଏ ନା ମାର୍ଚ୍ଚ ମାସ, ପ୍ରତିବର୍ଷ ମାର୍ଚ୍ଚ ମାସ 8 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ନାରୀ କେବେ କାହାଠାରୁ କମ୍ ନୁହେଁ, ସେ ଅବଳା କି ଦୁର୍ବଳ ନୁହେଁ, ସେ ଅସୀମ ଶକ୍ତିର ଅଧିକାରିଣୀ। ନାରୀକୁ ଉପଯୁକ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରାଗଲେ ଆମ ସମାଜ ତଥା ରାଷ୍ଟ୍ର ଆହୁରି ଅଗ୍ରଗତି କରିବ। ଏଥିରେ ତିଳେ ହେଲେ ସନ୍ଦେହର ଅବକାଶ ନାହିଁ। ଦେଖନ୍ତୁ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍, ଯୋଉଟା ବର୍ତ୍ତମାନ ଆମେ ଆଲୋଚନା କଲେ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍। ନାରୀ ସଶକ୍ତିକରଣର ଭୂମିକା ବର୍ତ୍ତମାନ ସମାଜରେ ନିତାନ୍ତ ଆବଶ୍ୟକ। ତ ଏଇଟା ଆପଣମାନେ ଖାତାରେ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଦେଖିକିନା ବୁଝନ୍ତୁ କ'ଣ ରହିଛି ନାରୀ ସଶକ୍ତିକରଣ। ନାରୀ ସଶକ୍ତିକରଣର ଭୂମିକାଟା ସମାଜରେ କ'ଣ, ଏହାର ଆବଶ୍ୟକତା କ'ଣ, ଏହା ନାରୀମାନେ ଡେଭେଲପ ହେଲେ ଯାଇକିନା ଦେବତାମାନେ ସେଇଠି ରହିବେ, ପୂଜା ପାଇବେ ଏବଂ କିଭଳି ପୁରୁଷ ନାରୀ ଉଭୟ ଡେଭେଲପ ହେଲେ, ଉଭୟ ଅଭିବୃଦ୍ଧି କଲେ, ଉଭୟ କିଭଳି ଗ୍ରୋଥ କଲେ କ'ଣ ହବ ନା ଆମର ଦେଶ ମଧ୍ୟ ଆଗକୁ ବଢିପାରିବ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଆଶା କରୁଛି କ୍ଲାସଟି ଆପଣଙ୍କ ପାଇଁ ଉପାଦେୟ ହେବ। Do like, share and subscribe to our channel. Connect with us. Stay connect with us for such educational videos.